ଦୟନୀୟ ଅବସ୍ଥାରେ କେନ୍ଦୁଝର ବସ୍ ଟର୍ମିନସ୍। କେନ୍ଦୁଝର ଜିଲ୍ଲା ଏକ ବ୍ୟସ୍ତବହୁଳ ଜିଲ୍ଲା। ଖଣି ଖାଦାନ ଭରା ଏହି କେନ୍ଦୁଝର ସହରରେ ସବୁ ସମୟରେ ଜନଗହଳି ଲାଗି ରହିଥାଏ। ସରକାରୀ କାର୍ଯ୍ୟଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ, ଶିକ୍ଷାଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ସବୁବେଳେ ଅହରହ ଯିବା ଆସିବା କରିଥାନ୍ତି କେନ୍ଦୁଝର ସହରର ମାଟି ଉପରେ। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ କେନ୍ଦୁଝରକୁ ଆସିଥାନ୍ତି। ଖଣି ଖାଦାନରେ ପରିପୂର୍ଣ୍ଣ ଥିବା ଏହି କେନ୍ଦୁଝର ମାଟିରେ ବ୍ୟବସାୟ ଭିତ୍ତିରେ ରାଜ୍ୟ ବାହାରୁ ଲୋକ ଆସି କେନ୍ଦୁଝର ସହରକୁ ଜନଗହଳି କରିଥାନ୍ତି। କେନ୍ଦୁଝର ସହରକୁ ରେଳବାଇର ସୁବିଧା ରହିଥିଲେ ମଧ୍ୟ ବସ୍ ଉପରେ ଅଧିକ ଭରସା କରିଥାନ୍ତି ଯାତ୍ରୀ। ଆଉ ଏହି କେନ୍ଦୁଝର ସହରକୁ ମଧ୍ୟ ରାତି ଦିନ ଅହରହ ବସ୍ ଚଳପ୍ରଚଳ କରିଥାନ୍ତି। ସେହି ଯାତ୍ରୀବାହୀ ବସ୍ ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏବଂ ଯାତ୍ରୀମାନଙ୍କୁ ସୁରକ୍ଷିତ ଏବଂ ସୁବିଧା ପାଇଁ ଆବଶ୍ୟକ ପଡ଼ିଥାଏ ବସ୍ ଟର୍ମିନସ୍। କେନ୍ଦୁଝର ସହରରେ ମଧ୍ୟ ଟାଟା ଷ୍ଟିଲର ସୌଜନ୍ୟତାରୁ 31 ଜାନୁଆରୀ 2013ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭ ଉଦ୍ଘାଟନ ହୋଇଯାଇଛି। ଦୟନୀୟ ଅବସ୍ଥାରେ ରହିଛି ଏବେ 7 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କେନ୍ଦୁଝରର ବସ୍ ଟର୍ମିନସ୍। ଯେଉଁ ବସ୍ ଟର୍ମିନସ୍ ଦିନେ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା, ସେହି ବସ୍ ଟର୍ମିନସ୍କୁ ଦେଖିଲେ ଏବେ ଆଖିରୁ ଲୁହ ଝରି ଆସିବ। ଶ୍ରୀହୀନ ହୋଇ ପଡ଼ିଥିବା ଭଳି ମନେ ହେଉଛି ଏହି ପରିବେଶକୁ ଦେଖିଲେ। ଯାହା ଜଣାପଡ଼ୁଛି ଆଉ କିଛି ଦିନ ପରେ ଏହାର ସୌନ୍ଦର୍ଯ୍ୟ ପରିବେଶ ଏକ ଆବର୍ଜନାମୟ ହୋଇଯିବ। ସହରଠାରୁ କିଛି ଦୂରରେ ରହିଥିବା ଏହି ବସ୍ ଟର୍ମିନସ୍ ଏବେ ଅଲୋଡା ହୋଇଯାଇଛି। ଖୁବ୍ କମ୍ ସଂଖ୍ୟାରେ ଏଠାକୁ ବସ୍ ଆସୁଥିବା ଯୋଗୁଁ ବସ୍ ଟର୍ମିନସ୍ର ପରିଚୟ ମିଳିପାରୁଛି। ରକ୍ଷଣାବେକ୍ଷଣର ଅଭାବ ରହୁଥିବା ପରିବେଶ ଏବେ ଖୁବ୍ ଦୂଷିତ ହୋଇଯାଇଛି। 7 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଟାଟା ଷ୍ଟିଲ୍ ବସ୍ ଟର୍ମିନସ୍ ଏବେ ଦୟନୀୟ ଅବସ୍ଥା ଭୋଗୁଛି। ଖୁବ୍ ସୁନ୍ଦର ଏବଂ ଆକର୍ଷଣୀୟ ପରିବେଶରେ ନିର୍ମିତ ହୋଇଥିବା କେନ୍ଦୁଝରର ବସ୍ ଟର୍ମିନସ୍ ଯେ ଦିନେ ସମସ୍ତଙ୍କ ପାଇଁ ଆଦର ପାଲଟି ରହିଯିବ, ତାହା ଆଜି ଭୁଲ ପ୍ରମାଣିତ କରିଦେଇଛି। ଅଭିଶାପର ଅଣନିଶ୍ୱାସୀ ଧୂଆଁ କୁହୁଳୁଛି ଏହି ବସ୍ ଟର୍ମିନସ୍ ମଧ୍ୟରେ। ସତେ ଯେମିତି ଏଠାକୁ କେହି ଆସିଲେ ଅଣନିଶ୍ୱାସୀ ହୋଇପଡ଼ିବେ। ଆବଶ୍ୟକ ବିହୀନ ବସ୍ ଟର୍ମିନସ୍କୁ ଏବେ କେନ୍ଦୁଝର ସହରବାସୀ ଭୁଲିଗଲେଣି। ଟାଟା ଷ୍ଟିଲ୍ ଦ୍ୱାରା ନିର୍ମିତ ହୋଇଥିବା କେନ୍ଦୁଝର ସହରର ବସ୍ ଟର୍ମିନସ୍ ଏବେ ଯାତ୍ରୀବାହୀ ବସ୍ କିମ୍ବା ବସ୍ ଯାତ୍ରୀ ଭୁଲି ସାରିଛନ୍ତି। ହାତ ଗଣତି କେତେ ଖଣ୍ଡ ବସ୍ ଏଠାକୁ ନିୟମିତ ଯିବା ଆସିବା କରୁଥିବା ବେଳେ ଅନ୍ୟ ବସ୍ ସବୁ କେନ୍ଦୁଝର ସହର ମଧ୍ୟରେ ରହିଯାଉଛନ୍ତି। ଯାତ୍ରୀମାନଙ୍କ ପ୍ରତୀକ୍ଷାଳୟ ଖୁବ୍ ସୁନ୍ଦର ହୋଇ ଯାତ୍ରୀମାନଙ୍କୁ ଅପେକ୍ଷା କରି ରହିଥିବା ବେଳେ ଯାତ୍ରୀମାନେ ନ ଆସିବା କେତେ ଦୁଃଖଦାୟକ ହୋଇପଡ଼ିଛି। ଟିକଟ କାଉଣ୍ଟର ବିଷୟରେ ନ କହିବା ଭଲ। ଟିକଟ କାଉଣ୍ଟର ସିନା ରହିଛି, ହେଲେ ଯାତ୍ରୀ ନଥିବା ଯୋଗୁଁ ଟିକଟ କାଉଣ୍ଟରରେ କର୍ମଚାରୀ ମଧ୍ୟ ରହୁନାହାନ୍ତି। କେନ୍ଦୁଝର ବସ୍ ଟର୍ମିନସ୍ ଏବେ ଦୟନୀୟ ଅବସ୍ଥା ଭୋଗ କରୁଛି। ସଦରରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ୍।